ସରକାର ପ୍ରଦୂଷଣ ରୋକିବା ପାଇଁ ଗାଡ଼ି ମାଲିକଙ୍କ ଉପରେ ଜୋର ଜୁଲୁମ ଆରମ୍ଭ କରିଦେଇଛନ୍ତି। କ'ଣ ପ୍ରକୃତରେ ଗାଡ଼ି ମାଲିକମାନେ କେବଳ ଏ ଯେଉଁ ଛୋଟ ଛୋଟ ଗାଡ଼ି ଯେଉଁମାନେ ଚଲାଉଛନ୍ତି, ମୋଟରସାଇକେଲ ଚଲାଉଛନ୍ତି ବା କାର୍ ଚଲାଉଛନ୍ତି, ସେମାନେ କ'ଣ ଏତେ ବଡ଼ ପ୍ରଦୂଷଣ ସାରା ରାଷ୍ଟ୍ରରେ କରୁଛନ୍ତି? ଇଏ ଲୋକଙ୍କ ସରକାର ନା ଲୋକଙ୍କ ଉପରେ ଜୁଲୁମ କରୁଥିବା ସରକାର? ଟିକେ କାନ ଖୋଲ କରି ଶୁଣ ସରକାର। ସବୁ କ୍ଷେତ୍ରରେ ପ୍ରତ୍ୟେକ ବ୍ୟକ୍ତିବିଶେଷ ଯେଉଁମାନେ ସୋସିଆଲ ମିଡ଼ିଆ ବ୍ୟବହାର କରୁଛନ୍ତି ଏହାର ତୀବ୍ର ବିରୋଧ କରନ୍ତୁ। ଇଏ ଗୋଟେ ଅନ୍ୟାୟ ଅନୀତି ଚାଲିଛି। 10,000 ଟଙ୍କା ଫାଇନ୍ କଟିଯାଉଛି ପ୍ରଦୂଷଣ ବାବଦରେ। 31 ତାରିଖ ପର୍ଯ୍ୟନ୍ତ ଯଦି ବା ଅବଧି ଦେଇଛନ୍ତି ସରକାର, ଟୋଲ୍ ଗେଟ୍ ମାନଙ୍କରେ କଟିଯାଉଛି। ପୁଣି ଗୋଟେ ଗ୍ରୀନ୍ ଷ୍ଟିକର କଥା କହିଲେଣି। ଗ୍ରୀନ୍ ଷ୍ଟିକର ପାଇଁ ଯେଉଁମାନେ କରିଦେଇଛନ୍ତି ସେମାନେ ଏଇ ଲାଇନ୍ ଲଗେଇକି ଆଣିବେ। ଆରେ ଇଏ କି ଅନ୍ୟାୟ କଥା! ତୁମେ ଗ୍ରୀନ୍ ଷ୍ଟିକର ପାଇଁ ଯଦି ଆଇନ କଲ ତାହେଲେ ତ ତାଙ୍କୁ ପକେଇ ଡାକରେ ପଠାଇଦେବ, ସେଥିପାଇଁ ସମୟ ଦେବ, ସଚେତନତା କରାଇବ। ତାପରେ ଗ୍ରୀନ୍ ଷ୍ଟିକର କେଉଁଥିପାଇଁ? ଯଦି ତୁମେ ସବୁ ଅନଲାଇନ୍ କରିଛ, ଟୋଲ୍ ଗେଟ୍ରେ କଟିଯାଉଛି, କ୍ୟାମେରା ସିଷ୍ଟମ୍ କରିଛ ବା ଟେଲିଫୋନ୍ ନମ୍ବର ଅପଡ଼େଟ୍ କରାଇବ, ମାସେ ଆଗରୁ ତ ନୋଟିସ୍ ପଳାଇ ଆସିବ ଆପଣ ପଲ୍ୟୁସନ୍ କରନ୍ତୁ, ନହେଲେ ଆପଣଙ୍କୁ ଫାଇନ୍ ଆସିଯିବ। ଏ ଗ୍ରୀନ୍ ଷ୍ଟିକର ପାଲାଟା କ'ଣ? ଗୋଟେ ମାନେ ବାରମ୍ବାର ନୀତି କରିବା ଏବଂ ବାରମ୍ବାର ବଦଳାଇବା ଗୋଟେ ପାଗଳାମୀ ସରକାରର ଲକ୍ଷଣ। ଏକୁ ସମସ୍ତେ ତୀବ୍ର ବିରୋଧ କରନ୍ତୁ। ଏ ସରକାରର ଏଇଟା ଗୋଟେ ମାନେ ଗୋଟେ ଖରାପ ବା କୁଶାସନର ଅନ୍ୟତମ ନିଦର୍ଶନ।